प्रणिपत्य जगन्नाथम सर्वजीन वरार्चितम सर्वबुद्धम मयम स्थिति व्यापिनं गगनपम। ମୁଁ ସେହି ଜଗନ୍ନାଥଙ୍କୁ ପ୍ରଥମେ ପ୍ରଣାମ କରୁଛି, ଯିଏ ସର୍ବଜୀନ, ଯିଏ ସର୍ବବୁଦ୍ଧ, ଯିଏ ସର୍ବତ୍ର ବିରାଜିତ। ଓଡ଼ିଆ ଜାତିର ସେହି ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ଚରଣାବିନ୍ଦରେ ନିଜକୁ ସମର୍ପି ଦେଇ ଜାଣିବା କଥାର ଏହି ମୋହନୀୟ ଏପିସୋଡ଼ର ପରିସର ମଧ୍ୟକୁ ଆପଣମାନଙ୍କୁ ସମସ୍ତଙ୍କୁ ଆମେ ସ୍ୱାଗତ ଜଣାଉଛୁ। ଆଜିର ପ୍ରଥମ ପ୍ରଶ୍ନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ। ସମଗ୍ର ଓଡ଼ିଶାରେ ଏକ ସର୍ବେକ୍ଷଣରୁ ଜଣାଯାଏ ଯେ 3000ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିର ରହିଛି। କେଉଁଠି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୂପରେ, କେଉଁଠି ଶ୍ରୀ ଦଧିବାମନଙ୍କ ରୂପରେ ଏବଂ କେଉଁଠି ତୃତୀୟା ଦେବଙ୍କ ରୂପରେ ପ୍ରଭୁ ବିରାଜମାନ କରିଅଛନ୍ତି। ତେବେ ପ୍ରଶ୍ନ ହେଉଛି, ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ସଂଖ୍ୟକ ଜଗନ୍ନାଥ ମନ୍ଦିର ରହିଛି? ଏହାର ସଠିକ୍ ଉତ୍ତର ହେଉଛି, ସବୁଠାରୁ ଅଧିକ ସଂଖ୍ୟକ ଜଗନ୍ନାଥ ମନ୍ଦିରକୁ ଧାରଣ କରିଥିବା ଜିଲ୍ଲାଟି ହେଉଛି ଗଞ୍ଜାମ ଜିଲ୍ଲା, ଯେଉଁଠି 340ରୁ ଅଧିକ ଜଗନ୍ନାଥ ମନ୍ଦିର ଆପଣ ଦେଖିବାକୁ ପାଇବେ। ଏବଂ ସବୁଠାରୁ କମ୍ ସଂଖ୍ୟକ ଜଗନ୍ନାଥ ମନ୍ଦିର ରହିଛି ମାଲକାନଗିରି ଜିଲ୍ଲାରେ, ମାତ୍ର 8ଟି। ବର୍ତ୍ତମାନ ଯିବା ଆଜିର ଦ୍ୱିତୀୟ ପ୍ରଶ୍ନ ନିକଟକୁ। ଦ୍ୱିତୀୟ ପ୍ରଶ୍ନଟି ଏଇଭଳି, ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସପ୍ତବର୍ଣ୍ଣ ପୀଠ କେଉଁଠି ରହିଛି? ଏହାର ସଠିକ୍ ଉତ୍ତର ହେଉଛି, ସପ୍ତବର୍ଣ୍ଣ ପୀଠ ହେଉଛି ରତ୍ନ ସିଂହାସନ। ଏହା ଗର୍ଭଗୃହରେ ରହିଛି, ଯେଉଁ ସିଂହାସନ ଉପରେ ଚତୁର୍ଦ୍ଧା ମୂରତି ବିରାଜମାନ କରିଅଛନ୍ତି। ପ୍ରକୃତତଃ ଏହି ସିଂହାସନରେ 7 ଜଣ ଦେବଦେବୀ ବିରାଜମାନ ଅଟନ୍ତି। ଚତୁର୍ଦ୍ଧା ମୂରତିଙ୍କ ବ୍ୟତିରେକେ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀ ମାଧବ ମଧ୍ୟ ରତ୍ନ ସିଂହାସନରେ ବିରାଜମାନ ଅଟନ୍ତି। 7 ଜଣ ଦେବଦେବୀଙ୍କର ଉପସ୍ଥିତି ଯୋଗୁଁ ରତ୍ନ ସିଂହାସନକୁ ସପ୍ତବର୍ଣ୍ଣ ପୀଠ ବୋଲି ମଧ୍ୟ କୁହାଯାଏ। ବର୍ତ୍ତମାନ ଆସନ୍ତୁ ଯିବା ଆଜିର ତୃତୀୟ ପ୍ରଶ୍ନ ନିକଟକୁ। ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଏପରି ଗୋଟିଏ ଜିନିଷ ରହିଛି, ଯାହାକୁ ବ୍ରହ୍ମ ପୁରାଣର ମତ ଅନୁଯାୟୀ 9 ଥର ପ୍ରଦକ୍ଷିଣ କଲେ ଉଭୟ ରାଜସ୍ୱ ଯଜ୍ଞ ଓ ଅଶ୍ୱମେଧ ଯଜ୍ଞର ମିଳିତ ଫଳ ଆପଣ ପ୍ରାପ୍ତ ହୋଇପାରିବେ। ପ୍ରଶ୍ନ ହେଉଛି, ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଥିବା ଏହି ଜିନିଷଟି କ'ଣ ଅଟେ? ଏହା ହେଉଛି କଳ୍ପବଟ। ମନେ ରଖନ୍ତୁ ସଜ୍ଜନ ମଣ୍ଡଳୀ, ଯେବେ ବି ଆପଣ ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ ଯିବେ, ଜଗନ୍ନାଥ ମହାପ୍ରଭୁଙ୍କୁ ତ ଆପଣ ଦର୍ଶନ କରିବେ, କିନ୍ତୁ ତା ପୂର୍ବରୁ 9 ଥର ଆପଣ କଳ୍ପବଟଙ୍କୁ ପ୍ରଦକ୍ଷିଣ କରିବାକୁ କେବେ ହେଲେ ଭୁଲିବେ ନାହିଁ। ବର୍ତ୍ତମାନ ଆସନ୍ତୁ ଯିବା ଆଜିର ଚତୁର୍ଥ ପ୍ରଶ୍ନ ନିକଟକୁ। ଚତୁର୍ଥ ପ୍ରଶ୍ନଟି ଏଇଭଳି, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜନ୍ମୋତ୍ସବ କେଉଁ ଦିନ ପାଳିତ ହୋଇଥାଏ? ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ବା ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜନ୍ମୋତ୍ସବ ପାଳିତ ହୋଇଥାଏ। ଏହି ଦିନ ଠାକୁରେ ହାତୀ ବେଶ ବା ଗଜବେଶ ହୋଇଥାନ୍ତି। ବର୍ତ୍ତମାନ ଆସନ୍ତୁ ଯିବା ଆଜିର ପଞ୍ଚମ ପ୍ରଶ୍ନ ନିକଟକୁ। ପଞ୍ଚମ ପ୍ରଶ୍ନଟି ଏଇଭଳି, କେଉଁ ଦିନ ଶ୍ରୀମନ୍ଦିରରେ ସର୍ବାଧିକ ପ୍ରକାରର ଭୋଗ ହୋଇଥାଏ? ଏହାର ସଠିକ୍ ଉତ୍ତର ହେଉଛି ମକର ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସର୍ବାଧିକ ପ୍ରକାରର ଭୋଗ ପ୍ରସ୍ତୁତ ହୋଇଥାଏ। ଏହି ଦିନ 84 ପ୍ରକାରର ଭୋଗ ପ୍ରସ୍ତୁତ ହୋଇଥାଏ। ଏବେ ଆସନ୍ତୁ ଯିବା ଆଜିର ଷଷ୍ଠ ପ୍ରଶ୍ନ ନିକଟକୁ। ଷଷ୍ଠ ପ୍ରଶ୍ନଟି ହେଉଛି, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ କିଏ ଅଟନ୍ତି? ଏହାର ସଠିକ୍ ଉତ୍ତର ହେଉଛି ଅର୍ଦ୍ଧାଶନୀ ଦେବୀ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ମା ଅର୍ଦ୍ଧାଶନୀଙ୍କର ମନ୍ଦିର ବା ମାଉସୀ ମା ମନ୍ଦିର ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ନିକଟରେ ଅବସ୍ଥିତ। ମା ଅର୍ଦ୍ଧାଶନୀଙ୍କର ମୂର୍ତ୍ତି ସାକ୍ଷାତ୍ ସୁଭଦ୍ରାଙ୍କ ପରି ଏବଂ ମା ମଧ୍ୟ ହରିଦ୍ରା ବର୍ଣ୍ଣା ଅଟନ୍ତି। ପ୍ରଚଳିତ ପରମ୍ପରା ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ଫେରିଲା ବେଳେ ଏହିଠାରେ ପୋଡ଼ପିଠା ଭୋଗ ନୈବେଦ୍ୟ ହୋଇଥାଏ। ଏବେ ଆସନ୍ତୁ ଯିବା ଆଜିର ସପ୍ତମ ପ୍ରଶ୍ନ ନିକଟକୁ। କଳ୍ପବଟର ବାୟୁକୋଣରେ ମାର୍କଣ୍ଡେୟ ଋଷି ଶ୍ରୀ ବିଷ୍ଣୁଙ୍କର ଗର୍ଭ ପ୍ରସ୍ତୁତ କରି ଶିବଙ୍କୁ ଆରାଧନା କରି ମୃତ୍ୟୁକୁ ଜୟ କରିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦାନ କରିଅଛନ୍ତି। ପ୍ରଶ୍ନ ହେଉଛି, ଏହି ବିଷ୍ଣୁ ଗର୍ଭକୁ ଆପଣ ସମ୍ପ୍ରତି କେଉଁ ନାମରେ ଜାଣନ୍ତି? ଏହାର ସଠିକ୍ ଉତ୍ତର ହେଉଛି, ଏହାକୁ ସମ୍ପ୍ରତି ଆମେ ମାର୍କଣ୍ଡେୟ ପୁଷ୍କରିଣୀ ନାମରେ ଜାଣୁ। ଏବଂ ସଜ୍ଜନ ମଣ୍ଡଳୀ, ଆପଣମାନେ ଜାଣିଲେ ଖୁସି ହେବେ ଯେ ପୁରୀର ପଞ୍ଚତୀର୍ଥ ପରିକ୍ରମା ଏହି ମାର୍କଣ୍ଡେଶ୍ୱର ସରୋବରରୁ ହିଁ ଆରମ୍ଭ ହୋଇଥାଏ।
एबे आसन्तु जीवा आदिर अष्टम प्रश्न निकटक। अष्टम प्रश्नटी यही मु जने ठाकुर मु प्रथमे श्रीमंदिर भितर ही थिली, मात्र राति शोला बेले मु जोरे घुंगुड़ी मारिबारु माँ लक्ष्मींकर निद्रारे व्याघात घटिला। तेणु माता लक्ष्मींकर अभियोग को आधार करी श्री जगन्नाथ महाप्रभु मते किछि दूर पछकु हटि जिबा पई कहिले। निर्देश मुताबक मु मात्र 2.5 पाउंड पछकु हटि गली। मोर सही 2.5 पाउंड हेउछि वर्तमानर प्राय 20-25 किलोमीटर व्यवधान। प्रश्न हेउछि मु किए अटे? मु हेउछि शिरुली महावीर। तुलसी माळ और चूड़ा घसा भोग मोर भारी प्रिय। एवं सज्जन मंडली आपण माने जानिबा दरकार जे तृतीय अनंग भीमदेव मोर मंदिर निर्माण करथिले। वर्तमान आसंतु जीवाजीर नवम प्रश्न निकटक। श्री जगन्नाथ महाप्रभु को वैदिक सत्तार प्रतिभा रूपे जुक्ति करी एही विख्यात ओडिया पंडित आर्य समाजर प्रतिष्ठित स्वामी दयानंद सरस्वती को मध्य तर्क सभारे परास्त करथिले। प्रश्न हेउछि एही विख्यात ओडिया पंडित किए अटंती? यार सठिक उत्तर हेउछि विख्यात ओडिया पंडित जी तर्क सभारे स्वामी दयानंद सरस्वती को मध्य परास्त करथिले से होचंती हरिहर दास। श्री रामचंद्रपुर शासनर से बासिंदा, से पूरी संस्कृत टोल स्थापयिता। गोपबंधु दास ठाए कहिचंती उत्कल मंडले नवसभ्य दले सर्वे आजी स्वार्थपर आस हरिहर पंडित प्रवर समाज संस्कार कर। ये प्रसिद्ध समाज संस्कार कहउचंती हरिहर दास। तांको संपर्क परे पूर्ण भाव में आमे माने आलोचना करिबा। वर्तमान आसंतु जीवाजीर दशम प्रश्न निकट। किंवदंती कहे प्रभु नीलमाधवंकर बड़ भाई होउचंती बड़ाम ठाकुर। से कृषि संस्कृतिर देवता। नीलमाधव को श्रीक्षेत्र को लिया परे बलराम को बड़ाम ठाकुर नाम शिमिलीपाल 18 देउल ठारे गुप्त भाव में पूजा करा जाउअछि। प्रश्न हेउछि बड़ाम ठाकुर केउ जनजातिर मुख्य देवता अटंती? यार सठिक उत्तर हेउछि बड़ाम ठाकुर बाथुड़ी संप्रदायर बा बाथुड़ी जनजातिर मुख्य देवता अटंती। ओडिशा और मयूरभंज जिल्ला रे एमाने प्रायतः देखा जाती। वर्तमान आसंतु जीवा आजिर एकादश प्रश्न तथा शेष प्रश्न निकट। लोककथा अच्छी बांकी मुहाणरे लगी दारूर उपर अंश गठित हेले चतुर्धा मूर्ति। तेबे से दारूर निम्न अंश बा गोड़ अंश बा जंघ अंश को गोंड संप्रदायर लोक माने जंघा बड़ादेव नाम उपासना करुअछंती। एही जंघा बड़ादेव उपासना स्थलीर ना हेउछि भुईपाली ग्राम। ब्लॉक नाम हेउछि बड़गाँ। आपन को कहिया को पड़िबो जिल्लार नाम कौन अटे? जिल्लार नाम हेउछि सुंदरगढ़, अर्थात सुंदरगढ़ जिल्लार बड़गाँ ब्लॉक भुईपाली ग्राम रे जंघा बड़ादेव को पूजा करा जाउअछि एवं गुंड संप्रदायर लोक माने तांको पूजा करुअछंती। सुधी दर्शक बंधु, आज आम हाथ थिबा समस्त प्रश्नर आलोचना आमे माने करि छाडिछि। एबे समय आसीछि आमे विदाय नेबा। ता पूर्वरु कहिबाकु चाहे जे सेकम्बु कटक राजा नाम जगन्नाथ चारि वर्णे चौवर्ग देवाकु समर्थ जे तांको प्रणाम करुछि एवं कार्यक्रमर परिसमाप्ति घोषणा करुछि।